କାଚିଲା ଭଳିଆ କାଚିଛି ବର୍ଷା ଆଜି ବହୁତ ଜୋରେ ବର୍ଷା କାଚିଛି ଦେଖନ୍ତୁ ପୁରା ପୋଖରୀ ହେଇଯାଇଛି। ଏ ବର୍ଷା ପାଗକୁ ଇଚ୍ଛା ହେଲା ଟିକେ ଖାଇବା ପାଇଁ ଛଣାଛଣି। ବୋଉ କହିଲେ ବରା ଛାଣିବା ପାଇଁ କିନ୍ତୁ ବିରି ଲାଇନ୍ ପଳେଇଲେ ବିରି ବଟା ହେଇଗଲାଣି ବତୁରା ହେଇକି ଥୁଆହେଇଛି। ତ ରୂପା ଯାଇକି ଦୌଡ଼ି ଦୌଡ଼ି ଦୋକାନ ଗଲା କହିଲା ସେ ବରା ଫରା ଛାଡ଼ ଖାଇବା ଟିକେ ପକୋଡ଼ା। ଚିକେନ୍ ଧୋଉଛି ଚିକେନ୍କୁ ମୁଁ 4ଟା ଅଣ୍ଡା ପକେଇ ଦେଇଛି ତ କାଲି ଲାଇନ୍ ବି ପଳେଇ ଆସିଲା କଟି ଯାଇଥିଲା ଲାଇନ୍ ପଳେଇ ଆସିଲା ଗରମ ହେଇଗଲା। ଏବେ ବରା ଛଣା ବରା ହବ ବରା ଯେହେତୁ ଦେଶୀ ବିରି ସେମିତି କଲର୍ଟା ଏମିତି ଦେଖାଯାଉଛି ତ ସୁଜି ପକେଇ ତ ପିଆଜ ଜୁଆଣି ଜିରା ଆଉ ଆମ୍ବ କଷି ଅଦା ସବୁ ପକେଇକି ବୋଉ ଯେହେତୁ ବୋଉ ବାବା ଆଉ ଭଲସେ ବରା ଛାଣନ୍ତି ଯେହେତୁ ଆମ ଦୋକାନ ଥିଲା ସେଥିପାଇଁ ପୁରା ଏକ୍ସପିରିଏନ୍ସ ଅଛି ସେଥିପାଇଁ ବୋଉ ପୁରା ଛାଣୁଛନ୍ତି ବରା ମାଲିକେ ବସିକି ବରା ଛାଣୁଛନ୍ତି ବାସନ୍ତୀ ମ୍ୟାଡ଼ାମ୍ ଗରମ ଗରମ ବୋଉଙ୍କୁ ଭଲ ସବୁ ରୋଷେଇ ଜଣା ସବୁ ରୋଷେଇ ତାଙ୍କ ହାତ ଟେଷ୍ଟ ପୁରା ଅଲଗା ପ୍ରକାର ବହୁତ ଭଲସେ ରୋଷେଇ କରନ୍ତି ଆମେ ଖାଇ ପକାଉ ଖାଲି ଟାଣ ପାଇଁ ଦେଶୀ ବିରିରେ ଯେଉଁ ବରାଟା ଟେଷ୍ଟ ଅଲଗା ଗରମ ଗରମ ଛଣା ହେଉଛି ଯେହେତୁ ବାବା ଚିକେନ୍ ପକୋଡ଼ା ଖାଇବେନି ସେଥିପାଇଁ ତାଙ୍କ ପାଇଁ ବରା ଛଣା ହେଉଛି ବରା ଆମେ ଚିଲି ସସ୍ ଲଗେଇ ଖାଉଛୁ ବାବା ଯେହେତୁ ଚିକେନ୍ ଖାଇବେନି ଚିକେନ୍ ପକୋଡ଼ା ଆମ ପାଇଁ ହେଉଛି ଆମେ ବରା ସେ ବାବା ଖାଇଲେ ଆମେ ବି ବରା ଖାଇଲୁ ତ ଏଠି ଗରମ ଗରମ ମୁଁ ଫ୍ରୁଟ୍ କଲର୍ ଦେଇନି କାହିଁକିନା ଆମେ ଖାଇବା ଦେହ ଖରାପ ହେବ ଫ୍ରୁଟ୍ କଲର୍ ଖାଇଲେ। ତାପରେ ସିପା ଜାଣିନଥିଲା ପକୋଡ଼ା ସେଥିପାଇଁ ଚାଉମିନ୍ ଆଉ ହେଲା ପନିର କଟଲେଟ୍ ତାପରେ ହେଲା ରୋଲ୍ ସବୁ ଆଣିଥିଲା ଦେଖିଲା ଚିକେନ୍ ପକୋଡ଼ା ବି ହେଇଛି। ମୁଁ ପିଆଜ ପକେଇକି ପିଆଜ ଟମାଟୋ ପକେଇକି ଗୋଟେ ବି ଚପ୍ କରିଥିଲି ଆମେ ସମସ୍ତେ ଏଠି ମିଶିକି ଖାଉଛୁ ରୂପା ସିପା ରିହାନ୍ ରିସାନ୍ ଆଉ ମୁଁ ଆଉ ପତିଦେବଙ୍କ ପାଇଁ ରହିଯାଇଛି ସୁମନ ପାଇଁ ବି ରଖାହେଇଛି ସେମାନେ ତ ବାବା ବୋଉଙ୍କର ଭେଜ୍ ସେମାନଙ୍କୁ ଚାଉମିନ୍ ଫାଉମିନ୍ ଦିଆଗଲା ସେମାନେ ସେଠି ଖାଉଛନ୍ତି ଆମେ ଏଠି ଖାଉଛୁ ଆଉ ଭିଡ଼ିଓ ଯଦି ଭଲ ଲାଗେ ତ କମେଣ୍ଟ ଲାଇକ୍ ସବସ୍କ୍ରାଇବ୍ କରିଦେବେ।